ପ୍ରେଜ୍ ଦ ଲର୍ଡ। ଆଜିର ମଣ୍ଡଳୀ ଦୁର୍ବଳ ନୁହେଁ, ଆଜିର ମଣ୍ଡଳୀ ଭ୍ରାନ୍ତତାରେ ପଡ଼ିଅଛି, ଭ୍ରାନ୍ତତାର ଶିକାର ହୋଇଅଛି। ଅନେକ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟବହାର କରନ୍ତି ନିଜର ଜୀବନକୁ ବଦଳାଇବା ନିମନ୍ତେ, ନିଜର ଜୀବନକୁ ଯୀଶୁଖ୍ରୀଷ୍ଟଙ୍କୁ ଦେବା ନିମନ୍ତେ ନୁହେଁ। ଅନେକ ଯୀଶୁଖ୍ରୀଷ୍ଟଙ୍କୁ ବ୍ୟବହାର କରନ୍ତି ସୁସ୍ଥତା ପାଇବା ନିମନ୍ତେ, ଧନୀ ହେବା ନିମନ୍ତେ, ଚାକିରି ପାଇବା ନିମନ୍ତେ ଏବଂ ଜାଗତିକ ସଫଳତା ପାଇବା ନିମନ୍ତେ। କିନ୍ତୁ ପ୍ରେରିତ ପାଉଲ କୁହନ୍ତି ଫିଲିପିୟ 1:20 କାରଣ ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ, ପୁଣି ମୃତ୍ୟୁ ଭୋଗ ଲାଭଜନକ ଅଟେ। ଫର୍ ଟୁ ମି ଟୁ ଲାଇଭ୍ ଇଜ୍ ଖ୍ରାଇଷ୍ଟ ଆଣ୍ଡ ଟୁ ଡାଇ ଇଜ୍ ଗେନ୍। ସେଠାରେ କହିଲେ ନାହିଁ କାରଣ ମୋ ପକ୍ଷରେ ଜୀବନ ଧାରଣ ଧନ ଅଟେ, ସୁସ୍ଥତା ଅଟେ, ଚାକିରି ଅଟେ, ଜାଗତିକ ସଫଳତା ଅଟେ। କିନ୍ତୁ ସେ କୁହନ୍ତି ମୋ ପକ୍ଷରେ ଜୀବନ ଧାରଣ ଖ୍ରୀଷ୍ଟ ଅଟନ୍ତି, ଅର୍ଥାତ୍ ମୋ ଜୀବନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଖ୍ରୀଷ୍ଟ ଅଟନ୍ତି। ଯୀଶୁଖ୍ରୀଷ୍ଟଙ୍କ ଠାରେ ଦୁଃଖ ଭୋଗ ମଧ୍ୟ ଧନ ଅଟେ। ଯୀଶୁଖ୍ରୀଷ୍ଟଙ୍କ ବିନା ଆଶୀର୍ବାଦ ମଧ୍ୟ ଶୂନ୍ୟ ଅଟେ। ଯୀଶୁଖ୍ରୀଷ୍ଟ ଯଦି ମୋ ଜୀବନ ନିମନ୍ତେ ଯଥେଷ୍ଟ ନୁହନ୍ତି, ତେବେ ଦୁନିଆର କୌଣସି ବିଷୟ ମଧ୍ୟ ମୋତେ ତୃପ୍ତ କରିପାରିବ ନାହିଁ, ମୁଁ ସନ୍ତୁଷ୍ଟତା ପାଇପାରିବି ନାହିଁ। କାରଣ ମୋ ଜୀବନରୁ ଯଦି ମୁଁ ଖ୍ରୀଷ୍ଟଙ୍କୁ ବାହାର କରିଦିଏ, ତେବେ ମୁଁ ଶୂନ୍ୟ ଅଟେ। ଯେକୌଣସି ସୁସମାଚାର ଯୀଶୁଖ୍ରୀଷ୍ଟଙ୍କୁ କେନ୍ଦ୍ର କରେ ନାହିଁ, ତାହା ଏକ ମୃତ ସୁସମାଚାର ଅଟେ। ଆମେନ୍।